ସାର୍ କ'ଣ କହିବେ ଆଜି ଆପଣଙ୍କୁ ସମ୍ମାନିତ କଲା 33ତମ ବର୍ଣ୍ଣାলী ସମ୍ବର୍ଦ୍ଧନା ଉତ୍ସବରେ କେମିତି ଲାଗୁଛି ଆଉ କ'ଣ ଆପଣ? ନା ବହୁତ ଖୁସି ଲାଗୁଛି। ମୁଁ ଚାହୁଁଛି ବର୍ଣ୍ଣାলী ଯେଉଁ କରିଛନ୍ତି ତାଙ୍କର ଉତ୍ତରୋତ୍ତର କାମନା କରୁଛି। ମୁଁ ବହୁତ ଭଲ ଚାଲୁ। ଆଉ ଗୋଟେ ଆଜିକାଲି ଯୁବପିଢ଼ି ଗୋଟେ ଖାଲି କହିବି ସମସ୍ତଙ୍କର ସେଇ ମଣିଷତ୍ୱର ଉଦୟ ହଉ। ସମସ୍ତେ ଏଇ ମଣିଷତ୍ୱ ନାହିଁ ବୋଲି ବାପା ମାଆଙ୍କୁ ନେଇ ରଖୁଛନ୍ତି ଆଶ୍ରମରେ। ସମସ୍ତ କେଉଁ ଦେବତା କେଉଁ ନାହିଁ, କେବଳ ବାପା ମା' ହେଉଛନ୍ତି ଦେବତା। ଏଇ ଚିନ୍ତାଧାରା ସମସ୍ତ ଆସୁ। ମୋର ଏତିକି ଅନୁରୋଧ ବାପା ମାଆଙ୍କ ପାଖରେ। ଆଉ କ'ଣ କହିବି ସାର୍ ଆଉ ଗୋଟେ ଜିନିଷ ହେଉଛି ଯେ ସମ୍ମାନଟା କେତେ ଭଲ। ସମ୍ମାନ ତ ସମସ୍ତେ ଚାହାନ୍ତି ଯେ ଭାଇ ମୁଁ ବି ସମ୍ମାନ ପାଇବି। ଆପଣଙ୍କର ପୁଅ ହୁଅନ୍ତୁ ବା ଆପଣ ଅନ୍ୟମାନଙ୍କୁ କ'ଣ କହିବେ ଯେଉଁମାନେ ଆଜିକାର ପିଢ଼ି ଯେଉଁ ଅଛନ୍ତି? ସମ୍ମାନଟା ବଡ଼ ନା କାମଟା ବଡ଼? କାମଟା ବଡ଼। କିନ୍ତୁ ସମ୍ମାନିତ ହେଲେ ଗୋଟେ ଉତ୍ସାହ ଆସେ, ମଣିଷ ଆସେ, ତା ଭିତରେ ମନ ଭିତରେ ଗର୍ବ ବି ଆସେ, ଯେଉଁଟାକି ମଣିଷକୁ ଡାଉନଫଲ୍ କରିଦେବ। ତାହେଲେ ସମ୍ମାନିତ ହେବା ଦରକାର ନା ନାହିଁ? ଦରକାର, ନିଶ୍ଚିତ ହେବା ଦରକାର। କିନ୍ତୁ ମୋ ପାଇଁ ମୁଁ ଚାହେଁନି ଏସବୁ କଥା। ଆଜ୍ଞା, ଆମେ ଯାହା କରିବା ଲୁଚିକିରି କେହି ନ ଜାଣନ୍ତୁ। ଆଜ୍ଞା, ଆପଣ ତ ଜଣେ ବୟସ୍କ ଲୋକ, ବହୁତ କିଛି ଦେଖିଲେଣି ଦୁନିଆ। କେମିତି କହିବେ ଆଜିକା ଡେଟ୍ରେ ଆଧ୍ୟାତ୍ମିକ ନେଇକି ଯୁବପିଢ଼ି ପଛକୁ ଚାଲୁଛନ୍ତି? ଆଧ୍ୟାତ୍ମିକ